ओम शांति। आजिर साकार महावाक्य 11/4/2025। मधुर संतान माने एबे एही नाटक शेष हेबाकु जाउछि। तुम मानंकु घर को फेरिबाकु हेबो। तेणु एही दुनियारो मोह तुटाई दियो। निज घर को एवं नुआ राज्य को मने पकाओ। प्रश्न, दानर महत्व केतेबेले थाए एवं एहार प्रतिदान केउ पिलामानंकु मिलिथाए? उत्तर, दानर महत्व सेतेबेले रहिथाए जेतेबेले दान करा जाइथिबा जिनिस प्रति मोह न थाए। जदि दान करिबा परे पुणी मने पड़िला तेबे ताहा बदଳରେ कौनसी फल मिली पारिबो नाही। प्रकृतरे परवर्ती जन्म पाई ही दान करा जाइथाए। सेथिपाई एही जन्मरे तुम पाखरे जहा किछि अछि सेथिरु ममत्व टुटाई दियो एवं ट्रस्टी अर्थात निमित हुई संभाळ। एठारे तुमे जहा किछि ईश्वरीय सेवारे लगाउछ, हॉस्पिटल बा कॉलेज खोलुछ, ताहा द्वारा अनेकंकर कल्याण होइथाए। ताहार प्रतिदान रे तुमको 21 जन्म पाई मिली जाइथाए। ओम शांति। पिलामानंकु निजर घर एवं निज राजधानी मने अछि। एठारे जेतेबेले बसुच बाहरर कथा घर द्वारा कामधंदा आदि मने पड़िबा उचित नुहे। बास निजर घर ही मने पड़िबा उचित। एबे ही पुराणा दुनिया नुआ दुनिया को फेरिबार समय, कारण ही पुराणा दुनिया तो विनाश होइजिबो। सबकिछि अग्नि रे स्वाहा होइजिबो। मित्र संबंधी आदि जेउमानंकु एही आखिरे देखुछ से सब विनाश होइजिबो। एही ज्ञान बाबा ही आत्मा मानंकु बुझाउछंती। पिला माने एबे निजर घर को फेरिबाकु हेबो। नाटक शेष हेबाकु जाउछि। ଏହା ହେଉଛି 5000 ବର୍ଷର ଚକ୍ର। ଦୁନିଆ ତ ରହିଛି, କିନ୍ତୁ ଏହାକୁ ଥରେ ସମ୍ପୂର୍ଣ୍ଣ ରୂପେ ଘୂରିବା ପାଇଁ ପୁରା 5000 ବର୍ଷ ଲାଗୁଛି। ତେବେ ସବୁ ଆତ୍ମାମାନେ ଅଛନ୍ତି, ଏବେ ସମସ୍ତେ ଘରକୁ ଫେରିଯିବେ। ଏହି ପୁରୁଣା ଦୁନିଆ ହିଁ ଶେଷ ହୋଇଯିବ। ବାବା ସବୁ ଆତ୍ମାମାନଙ୍କ ମାନେ ଅଛନ୍ତି, ଏବେ ସମସ୍ତେ ଘରକୁ ଫେରିଯିବେ। ଏହି ପୁରୁଣା ଦୁନିଆ ହିଁ ଶେଷ ହୋଇଯିବ। ବାବା ସବୁ କଥା ଭଲ ଭାବରେ ବୁଝାଉଛନ୍ତି। କେହି କେହି ହତଭାଗା ଥାନ୍ତି, ଯିଏକି ତୁଚ୍ଛାଟାରେ ନିଜର ସମ୍ପତ୍ତି ହରେଇ ଦେଇଥାନ୍ତି। ଭକ୍ତି ମାର୍ଗରେ ଦାନ ପୁଣ୍ୟ ତ କରିଥାନ୍ତି ନା। ଯଦି କେହି ଧର୍ମଶାଳା ତିଆରି କରିଥାନ୍ତି ବା କେହି ହସ୍ପିଟାଲ ତିଆରି କରିଥାନ୍ତି, ତେବେ ବୁଦ୍ଧିରେ ଥାଏ କି ଏହାର ଫଳ ଆର ଜନ୍ମରେ ମିଳିବ। କୌଣସି ଆଶା ନ ରଖି ଅନାସକ୍ତ ହୋଇ କେହି କିଛି ବି କରୁନାହାନ୍ତି। ଏମିତି ତ ବହୁତ କହିଥାନ୍ତି ଯେ ଫଳର ଇଚ୍ଛା ଆମେ ରଖୁନାହିଁ, କିନ୍ତୁ ନା, ଫଳ ତ ନିଶ୍ଚୟ ମିଳିଥାଏ। ମନେକର କାହା ପାଖରେ ପଇସା ଅଛି, ସେଥିରୁ ଯଦି ସେ ଧର୍ମ କାର୍ଯ୍ୟରେ ଲଗାଇଲେ ତେବେ ବୁଦ୍ଧିରେ ରହିଥାଏ କି ମୋତେ ଆର ଜନ୍ମରେ ମିଳିବ। ଯଦି ମମତ୍ୱ ରହିଲା ଯେ ଏହି ଜିନିଷ ମୋର, ତେବେ ଏପରି ଭାବରେ ପରଜନ୍ମରେ କିଛି ବି ମିଳିବ ନାହିଁ। ଦାନ ପରବର୍ତ୍ତୀ ଜନ୍ମ ପାଇଁ କରାଯାଏ। ଯଦି ଆର ଜନ୍ମରେ ମିଳିବ, ତେବେ ଏହି ଜନ୍ମରେ ମମତ୍ୱ କାହିଁକି ରଖୁଛ? ସେଥିପାଇଁ ବାବା ତୁମକୁ ନିମିତ୍ତ କରାଇଥାନ୍ତି, ଯାହାଦ୍ୱାରା ନିଜର ମମତ୍ୱ ତୁଟିଯିବ। ଯଦି କେହି ବଡ଼ ସାହୁକାରଙ୍କ ଘରେ ଜନ୍ମ ନେଇଥାନ୍ତି, ତେବେ କୁହାଯାଏ ସେ ଭଲ କର୍ମ କରିଛନ୍ତି। କେହି କେହି ରାଜାରାଣୀଙ୍କ ପାଖରେ ମଧ୍ୟ ଜନ୍ମ ନେଇଥାନ୍ତି, କାହିଁକି ନା ସେମାନେ ବହୁତ ଦାନ ପୁଣ୍ୟ କରିଥାନ୍ତି। କିନ୍ତୁ ତାହା ହେଉଛି ଅଳ୍ପକାଳ ପାଇଁ, ଗୋଟିଏ ଜନ୍ମ ପାଇଁ। ଏବେ ତ ତୁମେ ଏଠି ପାଠ ପଢ଼ୁଛ, ଜାଣୁଛ ଏହି ପାଠ ଦ୍ୱାରା ଆମକୁ ଏହିପରି ହେବାକୁ ହେବ। ତେଣୁ ଦିବ୍ୟ ଗୁଣ ଧାରଣ କରିବା ଦରକାର। ଏଠାରେ ଯାହା ଦାନ କରୁଛ ତାହା ଦ୍ୱାରା ଏହି ଆତ୍ମିକ ବିଶ୍ୱବିଦ୍ୟାଳୟ ଡାକ୍ତରଖାନା ଖୋଲାଯାଉଛି। ତେବେ ଦାନ ଦେଲା ପରେ ସେଥିରୁ ମମତ୍ୱ ତୁଟାଇ ଦେବା ଦରକାର, କାହିଁକି ନା ତୁମେ ଜାଣୁଛ ଯେ ଆମେ ଭବିଷ୍ୟତ 21 ଜନ୍ମ ପାଇଁ ବାବାଙ୍କ ଠାରୁ ନେଇଛୁ। ଏହି ବାବା ତୁମମାନଙ୍କ ପାଇଁ ଘର ଆଦି ତିଆରି କରିଥାନ୍ତି। ଏହା ତ ଅସ୍ଥାୟୀ ଅଟନ୍ତି, ନଚେତ ଏତେ ସବୁ ପିଲା କେଉଁଠାରେ ରହିବେ? ସବୁକିଛି ଶିବ ବାବାଙ୍କୁ ଦେଉଛନ୍ତି। ସେ ହିଁ ଧନୀ ଅର୍ଥାତ୍ ମାଲିକ ଅଟନ୍ତି। ସେ ଏହାଙ୍କ ଦ୍ୱାରା ଅର୍ଥାତ୍ ବ୍ରହ୍ମାଙ୍କ ଦ୍ୱାରା ଏହା କରାଇଛନ୍ତି। ଶିବ ବାବା ତ ରାଜତ୍ୱ କରୁଥାନ୍ତି। ଶିବ ବାବା ତ ରାଜତ୍ୱ କରୁନାହାନ୍ତି, ସେ ତ ଦାତା ଅଟନ୍ତି। ତାଙ୍କର ପୁଣି ମମତ୍ୱ କେଉଁଠାରେ ରହିବ? ଏବେ ବାବା ଶ୍ରୀମତ ଦେଉଛନ୍ତି କି ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ। ପୂର୍ବରୁ ତୁମେ ଯେତେବେଳେ କାହାକୁ ଜ୍ଞାନ ଦେଉଥିଲ, ତେବେ ମୃତ୍ୟୁର କିଛି କଥା କହୁନଥିଲ।
ଏବେ ବାବା ଆସିଛନ୍ତି, ତେଣୁ ପୁରୁଣା ଦୁନିଆର ନିଶ୍ଚୟ ବିନାଶ ହେବ। ବାବା କହୁଛନ୍ତି, ମୁଁ କେବଳ ଆସିଛି ଏବଂ ପୁରୁଣା ଦୁନିଆକୁ ବିନାଶ କରିବା ପାଇଁ। ଏହି ରୁଦ୍ରଯଜ୍ଞରେ ସାରା ପୁରୁଣା ଦୁନିଆ ସହା ହୋଇଯିବ। ଏଠାରେ ଯାହା କିଛି ନିଜ ପାଇଁ ଜମା କରିବ ତାହା ନୂଆ ଦୁନିଆରେ ମିଳିବ। ନଚେତ୍ ଏଠାରେ ସବୁକିଛି ଶେଷ ହୋଇଯିବ। କେହି ନା କେହି ଖାଇଯିବେ, କେହି କାହାକୁ କିଛି ଦେବେ ନାହିଁ। ଏହି ସବୁ ଏଇଟାରେ ହିଁ ରହିବ। ଆଜି ଭଲ ଅଛନ୍ତି, କାଲି ଦେବାଳିଆ ହୋଇଯାଉଛନ୍ତି। କାହାକୁ ମଧ୍ୟ କିଛି ପଇସା ମିଳିବାର ନାହିଁ। କାହାକୁ ଦେଲ, ଯଦି ସେ ମରିଗଲେ ପୁଣି କିଏ ତାକୁ ଫେରାଇବ? ତେବେ କ'ଣ କରିବା ଦରକାର? ତେଣୁ ଭାରତର 21 ଜନ୍ମର କଲ୍ୟାଣ ପାଇଁ ଏବଂ ପୁଣି ନିଜର 21 ଜନ୍ମର କଲ୍ୟାଣ କାର୍ଯ୍ୟରେ ଲଗାଇ ଦେବା ଦରକାର। ତୁମେ ଯାହା କିଛି ବି କରୁଛ କେବଳ ନିଜ ପାଇଁ ହିଁ କରୁଛ। ଜାଣୁଛ, ଶ୍ରୀମତ୍ ଦ୍ୱାରା ଆମେ ଉଚ୍ଚପଦ ପାଉଛୁ, ଯାହାଦ୍ୱାରା 21 ଜନ୍ମ ପର୍ଯ୍ୟନ୍ତ ସୁଖ ଶାନ୍ତି ମିଳିବ। ଏହାକୁ କୁହାଯାଉଛି, ଯଦିଓ କାହାର ସ୍ୱାସ୍ଥ୍ୟ ଅଛି କିନ୍ତୁ ଧନ ନାହିଁ, ତେବେ ସେ ଖୁସିରେ ରହିପାରିବେ ନାହିଁ। ଯଦି ଉଭୟ ଥିବ ତେବେ ଖୁସିରେ ରହିବେ। ବାବା ତୁମକୁ 21 ଜନ୍ମ ପାଇଁ ସ୍ୱାସ୍ଥ୍ୟ ଏବଂ ସମ୍ପତ୍ତି ଉଭୟ ଦେଉଛନ୍ତି। ତାହା ମଧ୍ୟ 21 ଜନ୍ମ ପାଇଁ ଜମା କରିବାକୁ ପଡ଼ିବ। ପିଲାମାନଙ୍କ କାମ ହେଲା ଉପାୟ ବାହାର କରିବା। ବାବାଙ୍କର ଆସିବା ଦ୍ୱାରା ଗରିବ ପିଲାମାନଙ୍କର ଭାଗ୍ୟ ଖୋଲି ଯାଉଛି। ବାବା ହିଁ ଗରିବର ବନ୍ଧୁ ଅଟନ୍ତି। ସାହୁକାରଙ୍କର ଭାଗ୍ୟରେ ହିଁ ଏକଥା ନାହିଁ। ଏହି ସମୟରେ ଭାରତ ସବୁଠାରୁ ଗରିବ ହୋଇଯାଇଛି। ଯିଏ ସାହୁକାର ଥିଲା ସେ ହିଁ ଗରିବ ହୋଇଯାଇଛି। ଏହି ସମୟରେ ସମସ୍ତେ ପାପ ଆତ୍ମା ହୋଇଯାଇଛନ୍ତି। ଯେଉଁଠାରେ ପୁଣ୍ୟାତ୍ମା ମାନେ ଥାଆନ୍ତି ସେଠାରେ କେହି ଜଣେ ହେଲେ ବି ପାପ ଆତ୍ମା ନଥାନ୍ତି। ତାହା ହେଉଛି ସତ୍ୟଯୁଗ ସତୋପ୍ରଧାନ ଦୁନିଆ। ଏହା ହେଉଛି କଳିଯୁଗ ତମୋପ୍ରଧାନ ଦୁନିଆ। ତୁମେ ଏବେ ସତୋପ୍ରଧାନ ହେବା ପାଇଁ ପୁରୁଷାର୍ଥ କରୁଛ। ବାବା ତୁମକୁ ସ୍ମୃତି ଦେଉଛନ୍ତି, ତେଣୁ ତୁମେ ଜାଣୁଛ ଯେ ଆମେ ହିଁ ସର୍ବଶ୍ରେଷ୍ଠ, ଆମେ ହିଁ ସ୍ୱର୍ଗବାସୀ ଥିଲୁ। ପୁଣି ଆମେ ହିଁ 84 ଜନ୍ମ ନେଉଛୁ। ବାକି 84 ଲକ୍ଷ ଯୋନିର କଥା ତ ଗପ ଅଟେ। କ'ଣ ଏତେ ଜନ୍ମ ପଶୁ ଯୋନିରେ ରହିଲ? ତେବେ କ'ଣ ଏହି ଶେଷ ଜନ୍ମରେ ମନୁଷ୍ୟ ଜନ୍ମ ମିଳୁଛି? କ'ଣ ଏବେ ଘରକୁ ଫେରିବାକୁ ହେବ? ଏବେ ବାବା ବୁଝାଉଛନ୍ତି, ମୃତ୍ୟୁ ସମ୍ମୁଖରେ ଛିଡ଼ା ହୋଇଛି। ଆଉ 40-50 ହଜାର ବର୍ଷ ନାହିଁ। ମନୁଷ୍ୟ ତ ବିଲକୁଲ ଘୋର ଅନ୍ଧିଆର ମେ। ସେଥିପାଇଁ କୁହାଯାଉଛି ପଥର ବୁଦ୍ଧି। ଏବେ ତୁମେ ପଥର ବୁଦ୍ଧି ପାରସ ବୁଦ୍ଧି ହୋଇଛ। ଏ କଥା କୌଣସି ସନ୍ନ୍ୟାସୀ ଆଦି କହିପାରିବେ ନାହିଁ। ଏବେ ତୁମକୁ ବାବା ସ୍ମୃତି ଦେଉଛନ୍ତି ଯେ ତୁମମାନଙ୍କୁ ଏବେ ଘରକୁ ଫେରିଯିବାକୁ ହେବ। ତେଣୁ ଯେତେ ଦୂର ସମ୍ଭବ ନିଜର ବ୍ୟାଗେଜ୍ ଅର୍ଥାତ୍ ଜିନିଷପତ୍ର ସ୍ଥାନାନ୍ତର କରିଦିଅ। ବାବା ଏସବୁ କିଛି ନିଅ, ଆମେ ସତ୍ୟଯୁଗରେ 21 ଜନ୍ମ ପାଇଁ ପାଇଯିବୁ। ଏହି ଅର୍ଥାତ୍ ବ୍ରହ୍ମା ବାବା ମଧ୍ୟ ଦାନ ପୁଣ୍ୟ କରୁଥିଲେ। ଦାନ ପୁଣ୍ୟରେ ତାଙ୍କର ବହୁତ ସଉକ ଥିଲା। ବ୍ୟବସାୟୀମାନେ 2 ପଇସା ଧର୍ମ କାର୍ଯ୍ୟ ନିମନ୍ତେ ରଖ ଦେଇଥାନ୍ତି ନା? ବାବା ମଧ୍ୟ ପ୍ରତିଦିନ ଗୋଟିଏ ଅଣା ଧର୍ମ କାର୍ଯ୍ୟ ପାଇଁ ବାହାର କରୁଥିଲେ। କେହି ବି ଆସିଲେ ଆମ ଦୁଆରୁ ଖାଲି ହେବାରେ ନଥାଏ। ଏବେ ଭଗବାନ ସମ୍ମୁଖକୁ ଆସନ୍ତି, ଏକଥା କାହାକୁ ଜଣା ନାହିଁ। ମନୁଷ୍ୟ ଦାନ ପୁଣ୍ୟ କରି କରି ଯଦି ମରିଗଲେ ପୁଣି କେଉଁଠି ମିଳିବେ? ପବିତ୍ର ହେଉନାହାନ୍ତି, ବାବାଙ୍କ ସହ ପ୍ରୀତି ରଖୁନାହାନ୍ତି। ବାବା ବୁଝାଉଛନ୍ତି, ଯାଦବ ଏବଂ କରମଙ୍କର ହେଉଛି ବିନାଶ କାଳେ ବିପରୀତ ବୁଦ୍ଧି। ପାଣ୍ଡବଙ୍କର ହେଲା ବିନାଶ କାଳେ ପ୍ରୀତ ବୁଦ୍ଧି। ୟୁରୋପବାସୀ ସମସ୍ତେ ଯାଦବ ଅଟନ୍ତି, ଯିଏକି ମୁଷଳ ଆଦି ତିଆରି କରୁଛନ୍ତି। ଶାସ୍ତ୍ରରେ ତ କ'ଣ କ'ଣ ସବୁ ଲେଖିଦେଇଛନ୍ତି। ଡ୍ରାମା ପ୍ଲାନ୍ ଅନୁସାର ଢେର ଶାସ୍ତ୍ର ତିଆରି ହୋଇଛି। ଏଥିରେ ପ୍ରେରଣା ଆଦିର କିଛି କଥା ନାହିଁ। ପ୍ରେରଣା ଅର୍ଥାତ୍ ବିଚାର। ବାକି ଏମିତି ନୁହେଁ କି ବାବା ପ୍ରେରଣା ଦ୍ୱାରା ପାଠ ପଢ଼ାଉଛନ୍ତି। ବାବା ବୁଝାଉଛନ୍ତି, ଇଏ ମଧ୍ୟ ଜଣେ ବ୍ୟବସାୟୀ ଥିଲେ। ତାଙ୍କର ବହୁତ ଖ୍ୟାତି ଥିଲା। ସମସ୍ତେ ତାଙ୍କୁ ସମ୍ମାନ ଦେଉଥିଲେ। ବାବାଙ୍କର ପ୍ରବେଶ ହେଲା ପରେ ତାଙ୍କର ଗାଳି ଖାଇବା ଆରମ୍ଭ ହେଲା। ୟାଙ୍କର ବ୍ୟବସାୟରେ ଭଲ ନାଁ ଥିଲା। ତାଙ୍କୁ ସମସ୍ତେ ସମ୍ମାନ ଦେଉଥିଲେ। ବାବା ପ୍ରବେଶ କଲେ ଏବଂ ଏହାଙ୍କର ଗାଳି ଖାଇବା ଆରମ୍ଭ ହୋଇଗଲା। ଶିବ ବାବାଙ୍କୁ ତ କେହି ଜାଣିନାହାନ୍ତି, ନା ତାଙ୍କୁ ଗାଳି ଦେଇପାରିବେ।
ଗାଳି ଇଏ ଖାଉଛନ୍ତି। କୃଷ୍ଣ କହୁଥିଲେ ନା ମୁଁ ଲହୁଣୀ ଖାଏ ନାହିଁ। ଇଏ ମଧ୍ୟ କହୁଛନ୍ତି କର୍ତ୍ତବ୍ୟ ତ ସବୁ ଶିବ ବାବାଙ୍କର, ମୁଁ କିଛି କରୁନାହିଁ। ଯାଦୁକର ତ ସିଏ, ମୁଁ ନୁହେଁ। ଅଯଥାରେ ଏହାଙ୍କୁ ଗାଳି ଦେଉଛନ୍ତି। ମୁଁ କ'ଣ କାହାକୁ ଭଗାଇ ଦେଇ ଆସିକି କାହାକୁ ମଧ୍ୟ କହି ନାହିଁ କି ତୁମେ ଘରଦ୍ୱାର ଛାଡ଼ି ଚାଲି ଆସ। ମୁଁ ତ ସେଠାରେ ଥିଲି। ଏମାନେ ଆପେ ଆପେ ପକାଇ ଆସିଲେ। ଖାଲିଟାରେ ମୋତେ ଦୋଷ ଦେଉଥିଲେ। ତେବେ ଗାଳି ଖାଇଲି। କ'ଣ କ'ଣ କଥା ସବୁ ଶାସ୍ତ୍ରରେ ଲେଖିଦେଇଥିଲି। ବାବା କହୁଛନ୍ତି ଏସବୁ ପୁଣି ବି ହେବ। ଏସବୁ ହେଉଛି ଜ୍ଞାନର କଥା। କେହି ମନୁଷ୍ୟ କ'ଣ ଏକଥା କହିପାରିବ? ତାହା ବି ପୁଣି ବ୍ରିଟିଶ ସରକାରଙ୍କ ରାଜ୍ୟ। ସେ ସମୟରେ କାହା ପାଖରେ ଏତେ ମାତାକନ୍ୟା ଆଦି ଆସି ରହିପାରିବେ? କେହି କିଛି କରିପାରିଲେ ନାହିଁ। ଯଦି କାହାର ସମ୍ବନ୍ଧୀ ଆସୁଥିଲେ ତ ପିଲାମାନେ ତାଙ୍କୁ ଏକଦମ ବିଦା କରି ଦେଉଥିଲେ। ବାବା ତ କହୁଥିଲେ ତୁମେ ତାଙ୍କୁ ବୁଝାଇ ସୁଝାଇ ନେଇଯିବ। ମୁଁ କ'ଣ ମନା କରୁଛି, କିନ୍ତୁ କାହାର ସାହସ ହେଉନାହିଁ। ଶିବ ବାବାଙ୍କ ଶକ୍ତି ଥିଲା ନା, ଏହା କିଛି ନୂଆ କଥା ନୁହେଁ। ଏସବୁ ପୁଣି ବି ହେବ। ଗାଳି ମଧ୍ୟ ଖାଇବାକୁ ପଡ଼ିବ। ଦ୍ରୌପଦୀଙ୍କର ମଧ୍ୟ କଥା ରହିବ। ଏମାନେ ସବୁ ଦ୍ରୌପଦୀ ଏବଂ ଦୁଃଶାସନ ଅଟନ୍ତି। ଏହା ଜଣଙ୍କର କଥା ନୁହେଁ। ଶାସ୍ତ୍ରରେ ଏହିସବୁ କାହାଣୀ ସବୁ କିଏ ଲେଖିଥିଲା? ବାବା କହୁଛନ୍ତି ଏହା ମଧ୍ୟ ଡ୍ରାମାରେ ପାର୍ଟ ରହିଛି। ଆତ୍ମାର ଜ୍ଞାନ କାହା ପାଖରେ ନାହିଁ। ବିଲକୁଲ ଦେହ ଅଭିମାନୀ ହୋଇଯାଇଛନ୍ତି। ଦେହୀ ଅଭିମାନୀ ହେବାରେ ମେହନତ ଲାଗୁଛି। ରାବଣ ବିଲକୁଲ ଓଲଟା କରିଦେଇଛି। ଏବେ ବାବା ସିଧା କରୁଛନ୍ତି। ଦେହୀ ଅଭିମାନୀ ହେବା ଦ୍ୱାରା ସ୍ୱତଃ ସ୍ମୃତି ଆସିଥାଏ କି ମୁଁ ଆତ୍ମା ଅଟେ। ଦେହ ଯେପରି ଏକ ବାଜା ଅଟେ ଯାହାକି ବଜାଇବା ପାଇଁ ମିଳିଛି। ଯଦି ଏହି ସ୍ମୃତି ବି ଥାନ୍ତା ତେବେ ଦିବ୍ୟ ଗୁଣ ଆସିଯାଇଥାନ୍ତା। ତୁମେ କାହାକୁ ଦୁଃଖ ବି ଦେଇପାରିବ ନାହିଁ। ଭାରତରେ ହିଁ ଲକ୍ଷ୍ମୀନାରାୟଣଙ୍କ ରାଜ୍ୟ ଥିଲା। ଏହା 5000 ବର୍ଷ କଥା। ଯଦି କେହି ଲକ୍ଷ ଲକ୍ଷ ବର୍ଷ ବୋଲି କହୁଛନ୍ତି ତେବେ ସେ ଘୋର ଅନ୍ଧକାରରେ ଅଛନ୍ତି। ଡ୍ରାମା ଅନୁସାରେ ଯେତେବେଳେ ସମୟ ପୁରା ହେଉଛି ସେତେବେଳେ ବାବା ଆସୁଛନ୍ତି। ଏବେ ବାବା କହୁଛନ୍ତି ମୋର ଶ୍ରୀମତରେ ଚାଲ। ମୃତ୍ୟୁ ସମ୍ମୁଖରେ ଠିଆ ହୋଇଛି। ପୁଣି ମନରେ ଯାହା କିଛି ଆଶା ରହିଛି ତାହା ସବୁ ବାକି ରହିଯିବ। ମୃତ୍ୟୁ ତ ସୁନିଶ୍ଚିତ। ଏହା ସେହି ମହାଭାରତ ଲଢ଼େଇ ଅଟେ। ତେଣୁ ଯେତେ ନିଜର କଲ୍ୟାଣ କରିବାକୁ ଚାହିଁଲେ ବି ଅକଲ୍ୟାଣ ହୋଇଯିବ। ଏହା ସେହି ମହାଭାରତ ଲଢ଼େଇ ଅଟେ। ତେଣୁ ଯେତେ ନିଜର କଲ୍ୟାଣ କରିପାରିବ ସେତେ ଭଲ। ନଚେତ୍ ତୁମେ ଖାଲି ହାତରେ ଯିବ। ସାରା ଦୁନିଆ ଖାଲି ହାତରେ ଯିବ। କେବଳ ତୁମେ ପିଲାମାନେ ହାତ ଭରପୁର କରି ଅର୍ଥାତ୍ ଧନବାନ ହୋଇ ଯିବ। ଏସବୁ କଥା ବୁଝିବା ପାଇଁ ବିଶାଳ ବୁଦ୍ଧି ଦରକାର। ମୁଁ ଆତ୍ମା 84 ଜନ୍ମର ଚକ୍ର ଲଗାଉଛି। ମୁଁ ଆତ୍ମା ଏହି ଡ୍ରାମାର ଅଭିନେତା ଅଟେ। ଏଥିରୁ ଆମେ ବାହାରି ଯାଇପାରିବା ନାହିଁ। ମୋକ୍ଷ ପାଇପାରିବା ନାହିଁ। ତେଣୁ ଚେଷ୍ଟା କରିବା ମଧ୍ୟ ବୃଥା ଅଟେ। ବାବା କହୁଛନ୍ତି ଏହି ଡ୍ରାମାକୁ କେହି ମୁକ୍ତ ହୋଇଯିବେ ଏବଂ ଆଉ କେହି ଆସି ମିଶିଯିବେ। ଏହା ହୋଇପାରିବ ନାହିଁ। ଏତେ ସବୁ ଜ୍ଞାନ ସମସ୍ତଙ୍କ ବୁଦ୍ଧିରେ ରହିପାରିବ ନାହିଁ। ତୁମମାନଙ୍କୁ ସାରା ଦିନ ଏହିପରି ଜ୍ଞାନର ରମଣ କରିବାକୁ ହେବ। ଏକ ଘଡ଼ି ଆଧା ଘଡ଼ି ଏହିପରି ବାବାଙ୍କ ସ୍ମୃତିରେ ରୁହ। ପୁଣି ଏହି ଅଭ୍ୟାସକୁ ବଢ଼ାଇ ଚାଲ। ବୋଲେ 8 ଘଣ୍ଟା ସ୍ଥୂଳ ସେବା କର, ଆରାମ ମଧ୍ୟ କର, କିନ୍ତୁ ଏହି ଆଧ୍ୟାତ୍ମିକ ଗଭର୍ଣ୍ଣମେଣ୍ଟର ସେବାରେ ମଧ୍ୟ ସମୟ ବିତା। ତୁମେ ନିଜର ପାଠପଢ଼ାରେ ମସ୍ତ ହୋଇ ରୁହ। ବହୁତ ସମୟ ବହୁତ ଖୁସିରେ ରୁହ। ଭଗବାନ ପାଠ ପଢ଼ାଉଛନ୍ତି, ବାକି ଆଉ କ'ଣ ଦରକାର? ଭଗବାନ ଆମର ପିତା, ଶିକ୍ଷକ, ସଦ୍ଗୁରୁ ଅଟନ୍ତି। ତାଙ୍କ ସହିତ ହିଁ ବୁଦ୍ଧିର ଯୋଗ ଲଗାଇବାକୁ ହେବ। ସେ ହେଉଛନ୍ତି ସାରା ଦୁନିଆର ସର୍ବଶ୍ରେଷ୍ଠ ପ୍ରିୟତମ, ଯିଏକି ତୁମକୁ ପ୍ରଥମ ନମ୍ବର ବିଶ୍ୱର ମାଲିକ କରୁଛନ୍ତି। ବାବା କହୁଛନ୍ତି ତୁମର ଆତ୍ମା ବହୁତ ପତିତ ହୋଇଯାଇଛି। ତେଣୁ ଉଡ଼ିପାରିବ ନାହିଁ। ପବିତ୍ରତାର ଡେଣା କଟିଯାଇଛି। ରାବଣ ହିଁ ସବୁ ଆତ୍ମାମାନଙ୍କର ଡେଣା କାଟି ଦେଇଛି। ଶିବ ବାବା କହୁଛନ୍ତି ମୋ ବିନା କେହି ପାବନ ହୋଇପାରିବେ ନାହିଁ। ସମସ୍ତ ଅଭିନେତା ଏହିଠାରେ ଅଛନ୍ତି। ବୁଦ୍ଧି ପାଇ ଚାଲିଛନ୍ତି। ବର୍ତ୍ତମାନ କେହି ଫେରିପାରିବେ ନାହିଁ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହଭରା ୟାଦ।
एवं शुभेच्छा आत्मिक पितांकर आत्मिक संतान मानक प्रति नमस्ते आम आत्मिक संतान मानक मध्य आत्मिक पितांक प्रति नमस्ते नमस्ते नमस्ते। धारणा पाई मुख्य सारांश 1 नंबर स्वचिंतन एवं पाठपढ़ारे मझी रहिबाकु हेब अन्य को देखिबार नाही। जदि केही भल कथा कहूनाहांती तेबे गोटे कान शुणी अन्य कान बाहर करदेबार अछि। अभिमान करी पाठपढ़ा को छाड़बार नाही। 2 नंबर बंची थाउ थाउ सबकिछि दान करी सेथिरु निजर ममत्व टुटाई देबार अछि। संपूर्ण समर्पण करी निमित्त ही हालका होई रहिबार अछि। देही अभिमानी होई समस्त दैवी गुण धारण करिबार अछि। वरदान भिन्नता को समाप्त करी एकता सृष्टि करथिबा सच्चा सेवाधारी हुआ। ब्राह्मण परिवार विशेषता है अनेक होइथिले मध्य एक। तुमानकर एकता द्वारा ही सारा विश्व रे एक धर्म एक राज्यर स्थापना हेउछि। सेथिपाई एथिप्रति विशेष ध्यान दे भिन्नता को समाप्त कर एवं एकता आण तेबे कुहाजिबो सच्चा सेवाधारी। सेवाधारी निज पाई नुहंती किंतु सेवा करिबा पाई थांती। निजर सबु किछि सेवा प्रति स्वाहा करि थांती। जेपरि साकार बाबा सेवारे हाड़ मध्य स्वाहा करि देइथिले अर्थात सर्वस्व स्वाहा करि देइथिले सेपरि तुम मानकर प्रत्येक कर्मेंद्र द्वारा सेवा ही थाउ। स्लोगान जदि परमात्मांकर स्नेह रे हजि जीव तेबे एही दुखर दुनिया भूली होई जीव। ओम शांति।